ଆଲୋଚନାରେ ଅଧ୍ୟକ୍ଷା ପଦବୀରେ ଅଳଙ୍କୃତ ହେଇଛି। ସେ କବିଙ୍କର ଯେଉଁ ବୈଶିଷ୍ଟ୍ୟ ତାକୁ ଯଦି ଆମେ ଆଲୋଚନା କରିବା, ପ୍ରକାଶ କରିବାକୁ ସମୟର ଅଭାବ, ସେ ବହୁତ ସ୍ୱଳ୍ପରେ ବହୁତ ସୁନ୍ଦର ଭାଷାରେ ସରଳ ସାବଲୀଳ ସଙ୍ଗୀତ ସମସ୍ତ ମାଧ୍ୟମରେ ସେ ଯେଉଁ ପ୍ରକାଶ କରିଛନ୍ତି ପୁସ୍ତକ, ସେଇ ପୁସ୍ତକ ଗବେଷଣା ସାପେକ୍ଷ ଏବଂ ଯଦି କେହି ସେ ଗବେଷଣା କରିବାକୁ ଇଚ୍ଛା ଆଗ୍ରହୀ ବ୍ୟକ୍ତି ଥାନ୍ତି ତାହେଲେ ଗବେଷଣା କଲେ ଭଲ ହୁଅନ୍ତା। ମୁଁ କବି ବୃନ୍ଦାବନ ସୁଆରଙ୍କର ସୁପୁତ୍ର ହରପ୍ରସାଦ ସୁଆର। ହଁ, ଆଜିର ଆଲୋଚନା ଚକ୍ର ଯଥାର୍ଥ ହେଇଛି। ଆଉ ପୁସ୍ତକ ଉନ୍ମୋଚନ ହେଇପାରିଥିବାରୁ ଆଉ 2 ଖଣ୍ଡ ବହିକୁ ନେଇକି ମୁଁ ବହୁତ ଖୁସି ଅଛି। ତେବେ ବୃନ୍ଦାବନ ସୁଆରଙ୍କୁ ଏଇ ଗଜପତି ମାଟିରେ ପୂର୍ବରୁ ଯେଉଁ ଅବହେଳା କରାହେଇଥିଲା ତାର ସୂଚନା ପର୍ବ ଆଜି ଆରମ୍ଭ ହେଲା ଏବଂ ଏଇଟା ଆଗାମୀ ଦିନରେ ବି ଆଜିର ଦିନରେ ତାଙ୍କର ଆରମ୍ଭ ହେଇକି ଆହୁରି ଗବେଷଣା ଆଡ଼କୁ ଆହୁରି ଆଗକୁ ବଢ଼ିବା ପାଇଁ ବୋଲି ଏଇଟା ଆମକୁ ପ୍ରେରଣା ଦେବ। ମୁଁ ହେଉଛି ସୌଦାଗର ସିଂହ, SKCG ଅଟୋନମସ୍ କଲେଜ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକର ଅତିଥି ଅଧ୍ୟାପକରୁ ମୁଁ କାର୍ଯ୍ୟରତ କରୁଛି। ଆଜି ବୃନ୍ଦାବନ ସୁଆରଙ୍କ 111ତମ ଜନ୍ମଦିବସ ଆଜି ପାଳନ କରାଯାଉଛି। ଏହି ଅବସରରେ ଗୋଟିଏ ଆଲୋଚନା ଚକ୍ର ହୋଇଥିଲା ଏବଂ ଗୋଟିଏ ପୁସ୍ତକ ଉନ୍ମୋଚନ ହୋଇଥିଲା। ପୁସ୍ତକ ଉତ୍କଳ ସମ୍ପଦ ପୁସ୍ତକ ଉନ୍ମୋଚନ ହେଲା। ଉତ୍କଳ ଗୌରବ ପୁସ୍ତକ ନେଇକି ଆଲୋଚନା ଚକ୍ର ହେଇଥିଲା ଯେ ପ୍ରକୃତିରେ ବୃନ୍ଦାବନ ସୁଆର ଜଣେ ଓଡ଼ିଆ ଅସ୍ମିତାର ଗୋଟେ ସ୍ୱତନ୍ତ୍ର ପରିଚୟ ବୋଲିକି ମୁଁ କହିବି। କାରଣ ସେ ଯେଉଁ ଉତ୍କଳ ସମ୍ପଦ ପୁସ୍ତକକୁ ରଚନା କରିଛନ୍ତି, ଓଡ଼ିଶାର କୌଣସି ଦିଗ ଏମିତି ନାହିଁ ଯେ ତାଙ୍କ ପୁସ୍ତକରେ ନାହିଁ। ସାହିତ୍ୟ, କିମ୍ବଦନ୍ତୀ, ପ୍ରକୃତି ଚିତ୍ରଣ ଠାରୁ ଆରମ୍ଭ କରିକି ମହାପୁରୁଷ, ସଂଗ୍ରାମୀ ଏବଂ ଉତ୍କଳର ଅନେକ ଗାଥା କିମ୍ବଦନ୍ତୀକୁ ସେ ଚିତ୍ରିତ କରିଛନ୍ତି ନିଜ ବହିରେ। ନା କେମିତି ଚିତ୍ରିତ କରିଛନ୍ତି ନା ବର୍ଣ୍ଣନା ଆକାରରେ ତଥ୍ୟାତ୍ମକ ଭାବରେ। ତେଣୁ 78 ପେଜ ପୃଷ୍ଠା ଭିତରେ ଏତେ ସବୁ ଆଲୋଚନା କରିବା, ଉତ୍କଳର ଗାଥାକୁ ସେଥିରେ ଚିତ୍ରିତ କରିବା ଶବ୍ଦ ମାଧ୍ୟମରେ ବହୁତ କାଠିକର ପାଠ୍ୟ। କିନ୍ତୁ ସେ ଯେଉଁ ଚେଷ୍ଟା କରିଛନ୍ତି ବୃନ୍ଦାବନ ସୁଆର, ତେଣୁ ନିଶ୍ଚିତ ଭାବରେ ଏହା ଓଡ଼ିଆ ପାଇଁ, ଓଡ଼ିଆ ଜାତି ପାଇଁ ଏବଂ ପାଳାଖେମୁଣ୍ଡି ମାଟି ପାଇଁ ଗୋଟେ ସ୍ୱତନ୍ତ୍ର ପରିଚୟ ତିଆରି କରିବ। ଏ ପ୍ରତିଭା ତ ଅନେକ ସମୟରେ ଲୁଚାୟିତ ଅବସ୍ଥାରେ ଥିଲେ, ଏବେ ତାକୁ ଉତ୍କଳ ହିତୈଷିଣୀର ସଭାଗୃହର ଯେଉଁମାନେ ଅଛନ୍ତି ଦାୟିତ୍ୱରେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସାର୍ ତାକୁ ଅନ୍ୱେଷଣ କରିକି ବାହାର କରିଛନ୍ତି। ଏ ପୁସ୍ତକ ଆଜି ଉତ୍କାଳ୍ପନ ହେଇଛି ବା ଆଲୋଚନା ଯୋଗ୍ୟ ହେଉଛି। ଆଗାମୀ ଦିନରେ ନିଶ୍ଚିତ ଭାବରେ ମୁଁ କହିବି ଯେ ଏହା ସାହିତ୍ୟିକ ଗଣଙ୍କ ପାଖକୁ ଯିବ, ଏହା ପୁଣି ଥରେ ଗବେଷଣା ହେବ ଏବଂ ତାପରେ ଅନେକ ସମୟରେ ବିଭିନ୍ନ ପ୍ରବନ୍ଧ ଉପସ୍ଥାପନ କରିବ ଏବଂ ଏ ବହିଟି ନିଶ୍ଚୟ ଓଡ଼ିଶାର ପୁରପଲ୍ଲୀରେ ଗୋଟେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ ବୋଲି ମୁଁ ଆଶା, ଏତିକି ମୋର ବିଶ୍ୱାସ ଅଛି। ଧନ୍ୟବାଦ। ଆଜି କବିଙ୍କର ଜନ୍ମ ଜୟନ୍ତୀ, ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କର ବି ଜନ୍ମଦିନ। ଆଜି ଅନୁଷ୍ଠାନ ପକ୍ଷରୁ କାର୍ଯ୍ୟକ୍ରମ କରାଯାଇଛି, କେତେ ଖୁସି ଅଛି? ବହୁତ ମୁଁ ଖୁସି ଅଛି ଯେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସାର୍ ହେଉଛନ୍ତି ମୋର ଓଡ଼ିଆ ଅସ୍ମିତାର ଗୋଟେ ପରିଚୟ ବା ଗଜପତି ଜିଲ୍ଲାର ଦକ୍ଷିଣ ଓଡ଼ିଶାର ଗୋଟିଏ ଇତିହାସର ବ୍ୟକ୍ତିତ୍ୱ, ଯେ ଇତିହାସକୁ ନୂଆ ଭାବରେ ଖୋଜନ୍ତି ଏବଂ ତାକୁ ଚର୍ଚ୍ଚା କରନ୍ତି, ନୂଆ ନୂଆ ତଥ୍ୟ ସବୁ ଆଣନ୍ତି ଏବଂ ପାଳାଖେମୁଣ୍ଡିର ପ୍ରତିଭାମାନଙ୍କୁ ସେ ଖୋଜିବାର ଅନ୍ୱେଷଣ ସ୍ୱତନ୍ତ୍ର ପରିଚୟ। ତେଣୁ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସାର୍ଙ୍କର ଜନ୍ମ ଦିବସ ଏବଂ କବିଙ୍କର ଜନ୍ମ ଜୟନ୍ତୀ ଦୁଇଟା ଯାକ ଭିତରେ ଆଜି ଗୋଟେ କାର୍ଯ୍ୟକ୍ରମଟି ହେଲା, ଗୋଟେ ବହି ଉନ୍ମୋଚନ ନିଶ୍ଚିତ ଭାବେ ଗୋଟିଏ ଓଡ଼ିଆ ଅସ୍ମିତା ପାଇଁ ବା ଏଇ ମାଟି ପାଇଁ ଗୋଟେ ନିଶ୍ଚିତ ଭାବରେ ଗୋଟେ ସଂଯୋଗ, ଗୋଟେ ନୂତନ ପରିଚୟ, ଗୋଟେ ଆଶା ଦିଶା ଯୋଗାଇ ଦେଇଛି। ନିଶ୍ଚିତ ଭାବରେ ଏ ଆଶା ଦିଶାଟି ଗୋଟେ ଭବିଷ୍ୟତର ପିଢ଼ି ପାଇଁ ଗୋଟେ ନୂତନ ପରିଚୟ ସୃଷ୍ଟି କରିବ। ମୁଁ ଡକ୍ଟର କଲ୍ୟାଣୀ ମିଶ୍ର, ପାରଳାଖେମୁଣ୍ଡି ମହିଳା ସ୍ନାତକ ମହାବିଦ୍ୟାଳୟରେ ଶିକ୍ଷା ବିଭାଗରେ ଅଧ୍ୟାପନ କରେ। ବାସ୍ତବରେ ଆଜି ଗୋଟେ ମାନେ ପରମ ସୌଭାଗ୍ୟର ଦିନ। କବି ବୃନ୍ଦାବନ ସୁଆର ବୋଲି ଜଣେ କବି ପାରଳାଖେମୁଣ୍ଡିରେ ଅଛନ୍ତି, ଆମେ ବହୁତ ବିଳମ୍ବରେ ଜାଣିଲୁ ଏବଂ ଆଜି ତାଙ୍କର ସୁପୁତ୍ର ହରପ୍ରସାଦ ସୁଆରଙ୍କ ଯୋଗୁଁ ଏବଂ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଯୋଗୁଁ ତଥା ସିଦ୍ଧାନ୍ତ ସାହିତ୍ୟ ସଂଗଠନ ପାରଳାଖେମୁଣ୍ଡିର ଆନୁକୂଲ୍ୟରେ ଆଜି ଆମେ ତାଙ୍କର 111ତମ ଜୟନ୍ତୀ ପାଳନ କରୁଛୁ ଏବଂ ଏହି ଅବସରରେ ତାଙ୍କର 1963 ମସିହାରେ ଗୋଟେ ପୁସ୍ତକ କାବ୍ୟଖଣ୍ଡ ଯେଉଁଟା ଉତ୍କଳ ଗୌରବ ପ୍ରଥମ ସଂସ୍କରଣ ପ୍ରକାଶିତ ହେଇଥିଲା, ଆଜି ତାର ଦ୍ୱିତୀୟ ସଂସ୍କରଣ ଉନ୍ମୋଚିତ ହେଲା ଏବଂ ଲୋକାର୍ପଣ ହେଲା। ଏବଂ ଏଥିରେ ଆପଣ ଦେଖିବେ ତାଙ୍କୁ ତ ଉପାନ୍ତ ପ୍ରହରୀ ସତ୍ୟବାଦୀ ଯୁଗର କବି ବୋଲି କହିଛନ୍ତି। ସେ ଏ କବିତା ଖଣ୍ଡରେ, କବିତା ପୁସ୍ତକରେ ଆପଣ ଆମର ଓଡ଼ିଶାର ଇତିହାସ, ତାର କିମ୍ବଦନ୍ତୀ, ତାର ଲୋକ କାହାଣୀ, ତାର ଯେଉଁ ଗାଥା ଗୌରବ ଅଛି, ଯେଉଁ ଯେଉଁ ଜିନିଷ ପାଇଁ, ଯେଉଁ ଯେଉଁ ଭାଷା, ସାହିତ୍ୟ, ଧର୍ମ, ସଂସ୍କୃତି, ପରମ୍ପରା ପାଇଁ
उत्कलीय चेतना पाई जगन्नाथ चेतना पाई बौद्ध धर्मर परंपरा पाई शैव धर्मर परंपरा पाई शाक्त धर्मर परंपरा पाई प्रसिद्ध लाभ करिछि तार सब वर्णना करछन्ती। पूर्वरु पश्चिम उत्तररु दक्षिण जो नद नदी बही आछन्ती जो आमर प्राकृतिक सौंदर्य भरा बनानी कानन गिरी गृह गुंफा इत्यादि अच्छी से सबूर महिमा मध्य से वर्णना करछन्ती अति सूक्ष्म किंतु विशाल भाव में प्रत्येक जिनस को जदि आम देखा एवं आलोचना करवा से सब आउ गोटे गोटे महाग्रंथ हम एवं निश्चिंत भाव में पुस्तकटी आमर गवेषणा सापेक्ष जे जो क्षेत्र रे कविता क्षेत्र रे हो इतिहास क्षेत्र रे हो प्रबंध क्षेत्र रे हो गप क्षेत्र रे हो जदि ताको अनुसंधान करेंगे गवेषणा करेंगे ताहले बहुत उपादेय तथ्य एथिरु से माने पाई परिबे। आउ मध्य राजा मानकर वीर कहानी कपिलेन्द्र देव पुरुषोत्तम देव ऐर खारवेलଙ୍କ विषय रे कुहाଯାଇଛି एवं जो छोट छोट राजा जमीदार राजा गुड़ाक स्वाधीनता संग्राम पर निजक बलि देइछन्ति एवं जो कवि लेखक माने हमर पंचसखा जुगरु आधुनिक जुग पर्यंत रही सेमानंकर सब साहित्य कृति एवं ता सहित पारଳାର विशेष भाव में वर्णना पारଳାର साहित्य संस्कृति ऐतिह्य विषय वर्णना आम मान को विशेष भाव में आप्लुत करिछि। आ जो उत्कल गौरव बहिखंडिक पाइकी आमे सारस्वत साधक सारस्वत प्रेमीगण निश्चिंत भाव में आनंदित एवं आप्लुत। सबुज साहित्य जुगर जन कवि प्रकृत में सी पौराणिक साहित्य एवं सबुज साहित्य भितर से समन्वय आनिबार सक्षम होइछन्ति। तांकर उत्कल गौरव काव्य माध्यम से अनालोचित रही जाइथिले। आज परिवार एवं सिद्धांत साहित्य अनुष्ठान उभयर उद्यम प्रथम करी 111 वर्षर जयंती पालित होइछि। आगामी दिन में जमी अधिक रु अधिक गवेषणा हम तथ्य अनुसंधान होई तांको ओडिया जाति समक्ष उपस्थापित कराहब तार उद्यम आम केते खुशी होते आज मध्य आपन जन्मदिन कविंगर जन्मदिन रे मध्य आपन गोटे जन्मदिन पालित होइले काकतालीय न्याय रे से एक संजोग प्रतिष्ठा होती। मु बहुत खुशी आज जे वृंदावन स्वारंग भली जड़े महान कवि जन्मदिन में मो जन्मदिन पड़ी एवं मुझे बहुत उल्लसित अच्छी बहुत खुशी अच्छी। आगामी दिन में मु वृंदावन स्वारंग किसी कार्य करी प्रतिश्रुति दूसरी।